ଢେଙ୍କାନାଳ ହିନ୍ଦୋଳ ବ୍ଲକ ଗଞ୍ଜରା ସରକାରୀ ପ୍ରାଥମିକ ବିଦ୍ୟାଳୟରେ ମହାସମାରୋହରେ ରଜତ ଜୟନ୍ତୀ ଉତ୍ସବ ପାଳିତ ହୋଇଛି। ଏହି ଉତ୍ସବରେ ବରିଷ୍ଠ ନାଟ୍ୟ ନିର୍ଦ୍ଦେଶକ ଶତ୍ରୁଘ୍ନ ମାଟିଙ୍କ ସମେତ ବିଦ୍ୟାଳୟର ସମସ୍ତ କର୍ମକର୍ତ୍ତା ତଥା ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନର ଛାତ୍ରଛାତ୍ରୀ ତଥା ଅଞ୍ଚଳବାସୀ ଯୋଗଦାନ କରିଥିଲେ। 1961 ମସିହାରୁ ବିଦ୍ୟାଳୟଟି ଆଦ୍ୟ ଅବଧି ଚାଲି ଆସୁଥିବା ବେଳେ ସମସ୍ତ ସରକାରୀ ସୁବିଧା ସୁଯୋଗରୁ ଏବେ ବି ବଞ୍ଚିତ ରହିଛି। 2019 ମସିହାରେ ଏହି ଗଞ୍ଜରା ପ୍ରାଥମିକ ବିଦ୍ୟାଳୟଟିକୁ ନିକଟସ୍ଥ ଗଞ୍ଜରା ବ୍ରାହ୍ମଣିଆପାଳ ଉପ୍ରା ସ୍କୁଲରେ ମିଶ୍ରଣ ପାଇଁ ସରକାରଙ୍କ ନିଷ୍ପତ୍ତିକୁ ଭୁଲ ପ୍ରମାଣିତ କରି ହାଇକୋର୍ଟରେ ଡିଗ୍ରୀ ହାସଲ କରିଥିଲା। ତା ପରଠାରୁ ସ୍କୁଲକୁ ସରକାରଙ୍କ ମଧ୍ୟାହ୍ନ ଭୋଜନକୁ ଛାଡ଼ିଦେଲେ ଶିକ୍ଷା ବିଭାଗର ଉଦାସୀନତା ପାଇଁ ଅନ୍ୟ କୌଣସି ସୁବିଧା ସୁଯୋଗ ଆସୁନଥିବା ଅଭିଯୋଗ କରିଛନ୍ତି ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଓ ପୁରାତନ ଛାତ୍ରଛାତ୍ରୀ, ଯେଉଁଥିପାଇଁ ଛାତ୍ରଛାତ୍ରୀମାନେ ଉନ୍ନତମାନର ଶିକ୍ଷାଦାନ ନ ପାଇ ବହୁ ଅସୁବିଧାର ସମ୍ମୁଖୀନ ହୋଇଛନ୍ତି। ତେଣୁ ସରକାର ଖୁବ୍ ଶୀଘ୍ର ଏ ଦିଗରେ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ ବିଦ୍ୟାଳୟ ଓ ଅଞ୍ଚଳବାସୀଙ୍କ ପକ୍ଷରୁ ଦାବି ଜୋର ଧରିଛି। ବ୍ୟୁରୋ ରିପୋର୍ଟ, ଢେଙ୍କାନାଳ ନ୍ୟୁଜ୍।